ଯେତେବେଳେ ଚାହିଁବେ ସେ ନାରୀ ତୁମକୁ ଦେବ। ମିଳନ ପାଇଁ ରାତି ଦିନ ଡାକିବ। କେବଳ ଲୁଣ ପାଣି ଏହି ଜାଗାରେ ଢାଳି ଦିଅ। ହଁ ଦର୍ଶକ ବନ୍ଧୁ, ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖାଇବି ଆପଣ କିପରି ଲୁଣ ପାଣି ସାହାଯ୍ୟରେ ଝିଅ ପଠାଇ ପାରିବେ। ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର କଷ୍ଟ କାମ କରିବାକୁ ପଡ଼ିବନି କିମ୍ବା କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। ଆପଣ ବିନା କୌଣସି ମନ୍ତ୍ରତନ୍ତ୍ର କରି, ବିନା କୌଣସି ପଇସା ଖର୍ଚ୍ଚ କରି ନିଜ ପସନ୍ଦର ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଠାଇ ପାରିବେ। ପଡ଼ିଶା ଘର ସୁନ୍ଦରୀ ଭାଉଜଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ସିଏ ଆପଣଙ୍କର ସବୁ ଇଚ୍ଛା ପୂରଣ କରିବ। କେବଳ ଆପଣଙ୍କୁ ଲୁଣ ପାଣି ଏହି ଜାଗାରେ ଢାଳିବାର ଅଛି। ତାପରେ ଦେଖିବେ ଚମତ୍କାର। ଯେଉଁ ଝିଅ ପଟୁନଥିଲା ସେ ଝିଅ ଆପେ ଆପେ ପଟିଯିବ। ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଯେଉଁ ବିବାହିତ ମହିଳା ବା ପଡ଼ିଶା ଘର ଭାଉଜକୁ ଆପଣ ଦିନରାତି ଭାବୁଛନ୍ତି, ତା'ର ସୁନ୍ଦରତା ଦେଖି ତା ଆଡ଼କୁ ଆକର୍ଷିତ ହେଉଛନ୍ତି, ସିଏ ନିଜେ ଫୋନ୍ କରି ଘରକୁ ଡାକିବ ଆଉ ଯାହା ଚାହିଁବେ ତାହା କରିବାକୁ ଦେବ। କୌଣସି ପ୍ରକାର ବାଧା ଦେବ ନାହିଁ। ନମସ୍କାର ଦର୍ଶକ ବନ୍ଧୁ, ଏସ୍ ମନ୍ତ୍ର ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ। ଯଦି ଆପଣ ଝିଅ ପଠାଇବାକୁ ଚାହୁଁଛନ୍ତି, ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ପଠାଇବାକୁ ଚାହୁଁଛନ୍ତି, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ଭିଡ଼ିଓଟିକୁ ପୁରା ଧ୍ୟାନର ସହିତ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କାହିଁକି ନା ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖାଇବି ନାରୀ ମୋହିନୀ ବଶୀକରଣ ବିଦ୍ୟା। ଏହି ବଶୀକରଣକୁ ଝିଅ ବି କରିଛି, 100ରୁ 100% ସଫଳ ହୋଇଛି। ଏହାର ପ୍ରୟୋଗ କେବେ ବି ଖାଲି ଯାଇନି। ତେଣୁ ଏହାକୁ ଆପଣ ଭାବିଚିନ୍ତି ପ୍ରୟୋଗ କରିବେ। ଯଦି ଆପଣ ସେ ଝିଅକୁ ସତରେ ଭଲ ପାଉଛନ୍ତି, ତାକୁ ବିବାହ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏହି ବଶୀକରଣ ବିଧିକୁ ପ୍ରୟୋଗ କରିବେ। ଅନ୍ୟଥା ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିବେନି। କାହିଁକି ନା ଏହି ବଶୀକରଣ ହେଉଛି ପ୍ରଚଣ୍ଡ ମହାଶକ୍ତିଶାଳୀ ବଶୀକରଣ। ମାତ୍ର ଥରେ, ହଁ ଦର୍ଶକ ବନ୍ଧୁ, ମାତ୍ର ଥରେ ଯେଉଁ ଝିଅ ବା ବିବାହିତା ମହିଳା ଉପରେ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିଦେବେ, ସିଏ ସେହି ସମୟଠାରୁ ଆପଣଙ୍କର ଗୋଲାମୀ କରିବ। ଆପଣଙ୍କର ଇଶାରାରେ ନାଚିବ। ଆପଣ ତାକୁ ଯାହା କହିବେ, ଯେମିତି କହିବେ ସେ କରିବ। କୌଣସି ପ୍ରକାର ବାଧା ଦେବ ନାହିଁ। ଏହି ବଶୀକରଣ ସାହାଯ୍ୟରେ ଆପଣ ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରିପାରିବେ। ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ପଠାଇ ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। କେବଳ ଆପଣଙ୍କୁ କ'ଣ କରିବାର ଅଛି, ଗୋଟିଏ ଗ୍ଲାସ୍ ଲୁଣ ପାଣି ଏହି ଜାଗାରେ ଢାଳିବାର ଅଛି। ତାପରେ ଦେଖିବେ ଚମତ୍କାର। ହଁ ଦର୍ଶକ ବନ୍ଧୁ, ଯଦି ଆପଣ କେଉଁ ଝିଅକୁ ମନେ ମନେ ଭଲ ପାଉଛନ୍ତି, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଠାଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ ଗୋଟିଏ ଗ୍ଲାସ୍ ଲୁଣ ପାଣି ଏହି ଜାଗାରେ ଢାଳିକି ଦେଖନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ଝିଅ ନିଜେ ଆସି ଆପଣଙ୍କ ସହିତ କଥା ହେବ ଆଉ ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଆପଣଙ୍କ ପ୍ରେମରେ ଏମିତି ଦିବାନୀ ହେଇଯିବ କି ଆପଣଙ୍କୁ ଛାଡ଼ି ରହିପାରିବନି। ତେବେ ଏହି ବଶୀକରଣ କରିବା ସବୁଠାରୁ ସହଜ। ଏହାକୁ ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ, ମୁଁ ଆପଣଙ୍କୁ ଶିଖାଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ଶିଖାଇବି। ଜାଣିବା ପାଇଁ ଭିଡ଼ିଓଟିକୁ ପୁରା ଧ୍ୟାନର ସହିତ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ବିଧିଟି ଜାଣିବା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲରେ ନୂଆକି ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ। ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ, ସର୍ବପ୍ରଥମେ ଆପଣ ଦେଖିପାରିବେ ଆଉ ତା'ର ଲାଭ ପାଇପାରିବେ। ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେବଳ ଶୁକ୍ରବାର ଦିନ କରିବେ। ରାତିରେ ଶୋଇବା ପୂର୍ବରୁ କରିବେ। ବିଧିଟି କରିବା ପୂର୍ବରୁ
ଭଲ ଭାବରେ ହାତ ଗୋଡ଼ ମୁହଁ ଧୋଇକି ସଫା ବସ୍ତ୍ର ପିନ୍ଧିକି ଆପଣ ଏହି ବଶୀକରଣ ବିଧିକୁ ଆରମ୍ଭ କରିବେ। ପ୍ରଥମେ ଆପଣ କ'ଣ କରିବେ, ଗୋଟିଏ ଗ୍ଲାସ୍ ପାଣି ଆଉ ଅଳ୍ପ ଟିକେ ଲୁଣ ଆଣିବେ। ତାପରେ କୌଣସି ଏକ ଜାଗାରେ ନାଲି ରଙ୍ଗର ଆସନ ପକାଇକି ଦକ୍ଷିଣ ଦିଗକୁ ମୁହଁ କରିକି ବସି ପଡ଼ିବେ। ତାପରେ ପାଣି ଗ୍ଲାସ୍କୁ ନିଜର ସାମ୍ନାରେ ରଖିବେ। ଆଉ ଯେଉଁ ଲୁଣ ଆଣିଛନ୍ତି ସେ ଲୁଣରୁ ଅଳ୍ପ ଟିକେ ଲୁଣ ଡାହାଣ ହାତରେ ଧରିବେ ଆଉ ଆଖି ବନ୍ଦ କରିକି ସେଇ ଝିଅ ବା ମହିଳାକୁ ମନେ ମନେ ଭାବିବେ। ତାର ମୁହଁକୁ ନିଜ ମନରେ ଭାବିବେ। ତାପରେ ଏହି ମନ୍ତ୍ରକୁ ଗୋଟିଏ ଥର କହିବେ, ଲବଣ ଶକ୍ତି ଆକର୍ଷଣମ୍ ଆମୁକମ୍ ତୀବ୍ର ବଶୀଭୂତମ୍। ଏହି ମନ୍ତ୍ରକୁ ଆପଣ ଗୋଟିଏ ଥର କହିବେ। ଆମୁକମ୍ ଜାଗାରେ ଆପଣ ସେହି ଝିଅ ବା ମହିଳାର ନାମ କହିବେ ଯାହାକୁ ଆପଣ ନିଜ ବଶରେ କରିବାକୁ ଚାହୁଁଛନ୍ତି। ତାପରେ ଲୁଣକୁ ଆପଣ ସେହି ପାଣି ଗ୍ଲାସରେ ପକାଇ ଦେବେ। ଏହିପରି ଆପଣ 3 ଥର ଲୁଣ ଧରିବେ, 3 ଥର ମନ୍ତ୍ର ପଢ଼ିବେ। ମନ୍ତ୍ରକୁ ପଢ଼ି ସାରିବା ପରେ ଆପଣ ଲୁଣକୁ ପାଣି ଗ୍ଲାସରେ ପକାଇ ଦେବେ। ଏତିକି କରିସାରିବା ପରେ ସେ ପାଣି ଗ୍ଲାସରେ 3 ଥର ଫୁଙ୍କିଦେବେ। ତାପରେ ସେ ପାଣି ଗ୍ଲାସକୁ ନିଜର ଶୋଇବା ଖଟ ତଳେ ରଖିକି ଆପଣ ଶୋଇପଡ଼ିବେ। ଯଦି ଆପଣ ଖଟରେ ଶୋଉନାହାନ୍ତି, ତଳେ ଶୋଉଛନ୍ତି, ତେବେ ଆପଣ ସେହି ପାଣି ଗ୍ଲାସକୁ ନିଜର ମୁଣ୍ଡ ପାଖରେ ରଖିକି ଆପଣ ଶୋଇପଡ଼ିବେ। ସକାଳୁ ଉଠିବା ମାତ୍ରେ ଆପଣ କ'ଣ କରିବେ, ସେ ଲୁଣ ପାଣିର ଗ୍ଲାସକୁ ନେଇକି ନିଜର ଘର ସାମ୍ନାରେ ଢାଳିଦେବେ। ଏତିକି କରିକି ଦେଖନ୍ତୁ, ଗ୍ୟାରେଣ୍ଟି ଦେଉଛି ଯେଉଁ ଝିଅ ବା ବିବାହିତା ମହିଳା ପାଇଁ ଆପଣ ଏହି ବଶୀକରଣ କରିଥିବେ ସିଏ ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ। ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଧନ୍ୟବାଦ।